ପିଲାମାନେ ଏହା ହେଉଛି ତୁମର ଦ୍ୱିତୀୟ ସମାପ୍ତି ସୂଚକ ମର ନିର୍ଦ୍ଧାରଣ 2024। ଶ୍ରେଣୀ ହେଉଛି ପ୍ରଥମ, ବିଷୟ ହେଉଛି ଭାଷା ଓଡ଼ିଆ। ଶିକ୍ଷାର୍ଥୀଙ୍କ ନାମ ପିଲାମାନେ ଏଠି ତୁମର ସମ୍ପୂର୍ଣ୍ଣ ନାମ ଲେଖିବ। ଏଠି ଲେଖିବ ତୁମର ରୋଲ୍ ନମ୍ବର, ଏଠି ଲେଖିବ ବିଭାଗ, ଏଠି ଲେଖିବ ତାରିଖ। ଠିକ୍ ଅଛି। ତାପରେ ଏଠି ଲେଖିବ ତୁମର ସମ୍ପୂର୍ଣ୍ଣ ବିଦ୍ୟାଳୟର ନାମ, ଏଠି ଲେଖିବ ତୁମର ବ୍ଲକର ନାମ। ଠିକ୍ ଅଛି। ପିଲାମାନେ ଏହା ହେଉଛି ତୁମର ସମ୍ପୂର୍ଣ୍ଣ ଲିଖିତ ପରୀକ୍ଷା। ସମୟ ହେଉଛି 1 ଘଣ୍ଟା 30 ମିନିଟ୍। ପୃଷ୍ଠ ସଂଖ୍ୟା 4, ପ୍ରଶ୍ନ ସଂଖ୍ୟା 20, ପୂର୍ଣ୍ଣ ସଂଖ୍ୟା 30। ଠିକ୍ ଅଛି। ଦେଖିବା ପ୍ରଶ୍ନ ସବୁ କ'ଣ ଅଛି। ସୂଚନା ଅଛି। ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ଡାହାଣ ପାଖରେ ଦିଆଯାଇଛି। ପ୍ରତ୍ୟେକ ପ୍ରଶ୍ନ ତଳେ ବା ନିକଟରେ ଥିବା ଖାଲି ସ୍ଥାନରେ ଉତ୍ତର ଲେଖିବ। ଠିକ୍ ଅଛି। ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି। ଶ୍ରୁତ ଲିଖନ। ଶିକ୍ଷକ ଉତ୍ତର ପର୍ଦ୍ଦର 1 ନମ୍ବରରେ ଥିବା ବାକ୍ୟଗୁଡ଼ିକୁ ଡାକିବେ ଓ ପିଲାମାନେ ଶୁଣି ଲେଖିବେ। ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ସ୍କ୍ରିନ୍ରେ ଦେଇଛି, ତୁମେ ଲେଖିବ। ଠିକ୍ ଅଛି। ଅଭ୍ୟାସ କରିଥିବ, ତୁମେ ପରୀକ୍ଷାରେ ମଧ୍ୟ ଯେତେବେଳେ ଶିକ୍ଷକ ଡାକିବେ ତୁମେ ଲେଖିପାରିବ। ଠିକ୍ ଅଛି। ହାତୀ ପିଠିରେ ଛେଳି। ଚିତ୍ର ଦେଖି ଗପଟିକୁ ଆଗକୁ ବଢ଼ାଇବ ଓ ଶୂନ୍ୟସ୍ଥାନ ପୂରଣ କରିବ। ଠିକ୍ ଅଛି। ପିଲାମାନେ ଏଠି ଗୋଟେ ଚିତ୍ର, ଏହାକୁ ଦେଖିକରି ଗପଟିକୁ ତୁମେ ଆଗକୁ ବଢ଼ାଇବ। ଏଠି ଅଛି ବଣରେ କିଏ ଶୋଇଥିଲା? ବଣରେ ହାତୀଟିଏ ଶୋଇଥିଲା। ଏଠି ଲେଖିବ ହାତୀ, ଏଠି ଲେଖିବ ହାତୀ। ତାପରେ ଗୁଣ୍ଡୁଚି ମୂଷା ଓ ଠେକୁଆ, ଏଠି ଲେଖିବ ଠେକୁଆ ଖେଳୁଥିଲେ। ଖେଳୁ ଖେଳୁ ଦୁହେଁ ହାତୀ ପିଠିରେ ଚଢ଼ିଗଲେ। ଏତିକି ବେଳେ ସେଠାକୁ ଛେଳି, ଏଠି ଲେଖିବ ଛେଳିଟିଏ ଆସିଲା। ଛେଳି ବି ହାତୀ ପିଠିରେ ଚଢ଼ିଲା। ହଠାତ୍ ହାତୀ, ଏଠି ଲେଖିବ ହାତୀ ନିଦରୁ ଉଠି ଠିଆ ହେଲା। 3 ଜଣ ଯାକ ହାତୀ ପିଠିରୁ ଖସି ପଡ଼ିଲେ। ଠିକ୍ ଅଛି। ତାପରେ ଗୁଣ୍ଡୁଚି ମୂଷା, ଏଠି ଲେଖିବ ଗୁଣ୍ଡୁଚି ମୂଷା ଓ ଠେକୁଆ ଅଛି। ଠିକ୍ ଅଛି। ଗୁଣ୍ଡୁଚି ମୂଷା ଓ ଠେକୁଆ ଦୌଡ଼ି ପଳାଇଲେ। ଛେଳିଟି ସେଠାରେ ଠିଆ ହୋଇ ରହିଲା। ହାତୀ ଛେଳିକୁ, ଏଠି ଲେଖିବ ଛେଳିକୁ ପିଠିରେ ବସାଇ ବୁଲାଇଲା। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ଏ ଅକ୍ଷରକୁ ନେଇ 3ଟି ଶବ୍ଦ ବାଛି ଲେଖିବ। ଠିକ୍ ଅଛି। ଏଠି ଲେଖିବ ଏକାଠି, ଏଠି ଲେଖିବ। ଠିକ୍ ଅଛି। ତାପରେ ଲେଖିବ ଏଣ୍ଡୁଅ, ଏଠି ଲେଖିବ ଏଣ୍ଡୁଅ। ତାପରେ ଲେଖିବ 11, ଏଠି ଲେଖିବ 11। ଠିକ୍ ଅଛି। ତାପରେ ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଚିତ୍ର ପରିଚିତ ଧ୍ୱନିକୁ ଯୋଡ଼। ଭୋ ଭୋ କରି କିଏ ରଡ଼େ? କୁକୁର, ଏଇଠୁ ଘର ଟାଣିବ। ଠିକ୍ ଅଛି। ମେ ମେ କିଏ କରେ? ଛେଳି। କୁହୁ କୁହୁ କିଏ କରେ? କୋଇଲି। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ତଳେ ଥିବା ଚିତ୍ରର ନାମ ଖାଲି ଘରେ ଲେଖିବ। ଏଠି ଲେଖିବ ଶଙ୍ଖ, ଶଙ୍ଖ ଲେଖିବ। ତାପରେ ଏଠି ଲେଖିବ ବତକ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଠିକ୍ ମାତ୍ରା ଲଗାଇ ଶବ୍ଦ ଗଢ଼ିବ। ଯେପରି ଚଷମ ଅଛି ଚଷମା, ସେହିପରି ନଉଳ ଅଛି, ତୁମେ ଏଠି ଲେଖିବ ନେଉଳ, ନେଉଳ। ଠିକ୍ ଅଛି। ତାପରେ ଅଛି ମୟୂର ଅଛି, ତୁମେ ଏଠି ଲେଖିବ ମୟୂର। ତାପରେ ଅସଜଡ଼ା ଅକ୍ଷରକୁ ସଜାଡ଼ି ଶବ୍ଦଟିଏ ଲେଖିବ। ଠିକ୍ ଅଛି। ଏଠି ଲେଖିବ ଡାକ ଅଙ୍କ ଅଛି, ତୁମେ ଏଠି ଲେଖିବ କଙ୍କଡ଼ା। ଏଠି ଅଛି ଇନ୍ଦଆନ ଅଛି, ତୁମେ ଏଠି ଲେଖିବ ଆନନ୍ଦ। ଏଠି ଅଛି ରବକୁ ଅଛି, ତୁମେ ଏଠି ଲେଖିବ ଗୌରବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା କ'ଣ ଅଛି। ତଳ ଲିଖିତ ଗପଟିକୁ ପଢ଼ି ପ୍ରଶ୍ନ ଗୁଡ଼ିକର ଉତ୍ତର ଲେଖ। ପ୍ରଶ୍ନ ନମ୍ବର 10ରୁ 13 ନମ୍ବର ପର୍ଯ୍ୟନ୍ତ। ଠିକ୍ ଅଛି। ଆମେ ସିଧା ପ୍ରଶ୍ନ ପାଖକୁ ଯିବା। କୁକୁରର କେତୋଟି ଛୁଆ ଥିଲେ? ତୁମେ ଲେଖିବ କୁକୁରର 2ଟି ଛୁଆ ଥିଲେ। କୁକୁରର 2ଟି ଛୁଆ ଥିଲେ। ତାପରେ 3 ଜଣ କିପରି ନଈ ପାରି ହେଲେ? 3 ଜଣ ପହଁରି ପହଁରି ନଈ ପାରି ହେଲେ। ଠିକ୍ ଅଛି। ପହଁରି ପହଁରି ନଈ ପାରି ହେଲେ। ତାପରେ ଲେଖିବ କିଏ ବିଲେଇକୁ ଧରିବା ପାଇଁ ଦୌଡ଼ିଲା? କୁକୁର, କୁକୁର ବିଲେଇକୁ ଧରିବା ପାଇଁ ଦୌଡ଼ିଲା। ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି। କୁକୁର ଛୁଆ 2ଟି କାହା ସହିତ ଖେଳିଲେ? କୁକୁର ଛୁଆ 2ଟି ବିଲେଇ ଛୁଆଙ୍କ ସହିତ ଖେଳିଲେ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। ତଳ ଲିଖିତ ଗୀତଟିକୁ ପଢ଼ି ପ୍ରଶ୍ନ ଗୁଡ଼ିକର ଉତ୍ତର ଦେବ। ପ୍ରଶ୍ନ ନମ୍ବର 14ରୁ 17 ପର୍ଯ୍ୟନ୍ତ। ମନ ଖୁସିରେ ବିଲେଇ ନାନୀ ବାଲ୍ଟି ଧରି ହାତେ ଗାଧୋଇ ଗଲା ସାବୁନ ଆଉ ଗାମୁଛା ନେଇ ସାଥେ। ପାଣିରେ ଦେଖି କୁମ୍ଭୀରଟିଏ ମାଡ଼ିଲା ତାକୁ ଡର, ପଡ଼ିଲା ଖସି ହାତରୁ ସବୁ ଧାଇଁଲା ନାନୀ ଘର। ଠିକ୍ ଅଛି। ପ୍ରଥମ ପ୍ରଶ୍ନ ଅଛି ବିଲେଇ ନାନୀ କୁଆଡ଼େ ଗଲା? ବିଲେଇ ନାନୀ ଗାଧୋଇବାକୁ ଗଲା। ଏଠି ଲେଖ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଅଛି ବିଲେଇ ନାନୀ
ହାତରେ କ'ଣ କ'ଣ ଧରି ଗାଧୋଇବାକୁ ଗଲା? କ'ଣ କ'ଣ ଧରିଥିଲା? ସେ ହାତରେ ଧରିଥିଲା ବାଲ୍ଟି, ସାବୁନ ଆଉ ଗାମୁଛା। ବାଲ୍ଟି, ସାବୁନ ଆଉ ଗାମୁଛା ସେ ଧରିଥିଲା। ଠିକ୍ ଅଛି। ତାପରେ ପାଣିରେ ସେ କ'ଣ ଦେଖିଲା? ପାଣିରେ ସେ କୁମ୍ଭୀରଟିଏ ଦେଖିଲା। ବିଲେଇ ନାନୀ କାହିଁକି ଘରକୁ ଧାଇଁଲା? କାହିଁକି? କୁମ୍ଭୀରକୁ ଭୟ କରି ଘରକୁ ଧାଇଁଲା। ଠିକ୍ ଅଛି, କୁମ୍ଭୀରକୁ ଭୟ କରି ଘରକୁ ଧାଇଁଲା। ତାପରେ ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। ଠିକ୍ ଶବ୍ଦ ବାଛି ଖାଲି ସ୍ଥାନ ପୂରଣ କର। ମନ୍ଦିରରେ କ'ଣ ବାଜୁଛି? ଘଣ୍ଟ। ଏଇ ଘଣ୍ଟକୁ ତୁମେ ଏଇଠି ଲେଖିବ। ତାପରେ ଘରେ କ'ଣ ରୋଷେଇ କରନ୍ତି? କିଏ ରୋଷେଇ କରନ୍ତି? ମା। ମା ରୋଷେଇ, ଏଠି ତୁମେ ମା ଲେଖିବ। ତାପରେ ଅଛି ରକ୍ଷାବନ୍ଧନରେ ଡେସ୍କୁ ରାକ୍ଷୀ ବନ୍ଧା ହୁଏ? ଭାଇଙ୍କୁ। ତୁମେ ଏଠି ଲେଖିବ ଭାଇ। ଠିକ୍ ଅଛି। ଧନ୍ୟବାଦ ପିଲାମାନେ। ଭିଡ଼ିଓଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରିବ, ଲାଇକ୍ କରିବ ଏବଂ ସେୟାର କରିବ। ଠିକ୍ ଅଛି, ଧନ୍ୟବାଦ।